ନାଇଁ ଖାଲି ଦଳୀୟ ମନୋବୃତ୍ତି ରହିବା ଉଚିତ ନୁହଁ। ସେ ତାଙ୍କର ଦଳ ଲୋକ ହିସାବରେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଯାଇଥିଲେ ଭଲ କଥା। ଆମେ ମାନବିକତା ଦୃଷ୍ଟିରୁ ସେ ଆମ ସହିତ କାମ କରିଛନ୍ତି। ମନ୍ତ୍ରୀ ହିସାବରେ MLA ହିସାବରେ ଜଣେ ବନ୍ଧୁ ଆମର। ତମଠୁ ଖବର ମୁଁ ପାଇଲିଣି। ମୁଁ ଏଇନା ଜଟଣୀରୁ ଆଉଛି। କାଲି ଜଟଣୀର ହଠାତ୍ ଗୋଟେ ଲୁଗା ଦୋକାନରେ ନିଆଁ ଲାଗିଗଲା। ଡ୍ରେସ୍ ଦୋକାନରେ ଗୋଟେ ଟୋକା ତାର ଯେ ଓନର ତା ଭିତରେ ରହିଯାଇଥିଲା, ବାହାରି ପାରିଲାନି। ଫାୟାର ଗାଡ଼ି ଆଇଲା, ନିଆଁ ଲିଭେଇଲା, ହେଇପାରିଲାନି। ବାଟରେ ତାର ପ୍ରାଣବାୟୁ ଉଡ଼ିଗଲା। ଏଇନା ପୋଷ୍ଟମର୍ଟମ କରିକି ମୁଁ ଆସୁଛି କ୍ୟାପିଟାଲ ହସ୍ପିଟାଲରୁ। ଗୋଟେ ଭଲ ଟୋକାଟେ, ୟଙ୍ଗ ଟୋକାଟେ, 40-42 ବର୍ଷର ପିଲାଟେ। କାଲି ପୁରୀ ଯାଇଥିଲା ତା ପିଲାପିଲି ନେଇକିରି, ଜଗନ୍ନାଥକୁ ଦର୍ଶନ କଲା। ଜଗନ୍ନାଥ କାହିଁକି ତୁମେ ତା ପ୍ରତି ଏତେ ନିଷ୍ଠୁରତା କଲ? ତୁମକୁ ଦର୍ଶନ କରି ସେ ଫେରିଲା। ତା ଦୋକାନରେ ସେଟର ପକାଇ ଦେଇକି ଶୋଇଯାଇଛି। ନିଆଁ ଲାଗିଗଲା। କୌଣସି ଉପାୟରେ ଆଉ ବାହାରି ପାରିଲାନି, ପୋଡ଼ିକି ମରିଗଲା। ଆମେ ସମସ୍ତେ ମର୍ମାହତ। ରାଜ୍ୟ ସରକାରଙ୍କୁ ମୋର ନିବେଦନ, ମୋହନ ମାଝୀ ତୁମକୁ ନିବେଦନ, ତୁମେ କ'ଣ ସିଙ୍ଗାପୁର ଯାଉଛ ଆଜିଠୁ? 7-8 ଦିନ ପରେ ଆସିବ। ସିଆଡ଼ୁ ଆସିଲେ ପରେ ଆମର DG ସମ୍ମିଳନୀ ହେବ। ଯାହା ହଉ ଓଡ଼ିଶା ଯାକର DG ଆସିବେ, ହୋମ୍ ମିନିଷ୍ଟର ଆସିବେ, ଆମର ପ୍ରାଇମ୍ ମିନିଷ୍ଟର ଆସିବେ, ଅନ୍ୟାନ୍ୟ ନେତାମାନେ ଆସିବେ। ଅଭିନନ୍ଦନ ଓଡ଼ିଶା ମାଟି ତରଫରୁ, ଜଗନ୍ନାଥଙ୍କ ମାଟି ତରଫରୁ ଆମେ ଅଭିନନ୍ଦନ ଜଣାଉଛୁ। କିନ୍ତୁ ମୋହନ ମାଝୀ ଯିବା ପୂର୍ବରୁ ଏଇ ଯେଉଁ ପିଲାଟି ସବୁତକ ଦୋକାନ ପଡ଼ିଯାଇଛି। ଯେତେ ବସ୍ତ୍ର ଥିଲା, ଯେତେ ଡ୍ରେସ୍ ଥିଲା, ସବୁ ନିଜେ ପ୍ରାଣବାୟୁ ଚାଲିଯାଇଛି। ତାକୁ ଗୋଟେ ସ୍ପେଶାଲ କିଛି ଆର୍ଥିକ ସାହାଯ୍ୟ ଦେବା ପାଇଁ ଆପଣମାନଙ୍କ ଜରିଆରେ ମୁଁ ନିବେଦନ କରୁଛି। ଜଟଣୀର ସେ ରାଜା ବଜାର ସେ ମହାପାତ୍ର, କି ମହାପାତ୍ରରେ ମହାପାତ୍ର ତା ସାଙ୍ଗିଆ ଟୋକାଟିଏ ସୂର୍ଯ୍ୟ ମହାପାତ୍ର, ବହୁତ ବଢ଼ିଆ ପିଲା। ଦେଖିଲେ ଏତେ ଆଦର। ମୋର ଯେତେବେଳେ ଜଟଣୀରେ ଫୁଟବଲ ଖେଳ ହେବ, କ୍ରିକେଟ ଖେଳ ହେବ, ନାଚ ଗୀତ ହେବ, ସେ ସଭା ଆଗରେ ଆସି ପିଲାମାନଙ୍କୁ ଧରି ସହଯୋଗ କରେ। ବହୁତ ବଢ଼ିଆ ପିଲା। ଦଳ ଫଳ ନାହିଁ ତାର। ଜଣେ ମାନବିକତା ହିସାବରେ, ଜଣେ ଜଟଣୀ ସହର ଯୁବକ ହିସାବରେ, ଏଇ ଜଟଣୀ ଗଣେଶ ପୂଜାରେ ଆମେ ଯେଉଁ ପ୍ରାଇଜ୍ ଦେଉଥିଲୁ, ଭାରି ଇଣ୍ଟରଫିୟର କରି ସହଯୋଗ କରୁଥିଲେ। ଜଗନ୍ନାଥ ତାକୁ ନେଇଗଲେ। ଆମେ ସମସ୍ତେ ମର୍ମାହତ।